ଥରେ ଜଣେ ବ୍ୟକ୍ତି କୃଷ୍ଣଙ୍କ ପାଖକୁ ଆସିଲା ଏବଂ କୃଷ୍ଣଙ୍କୁ କହିଲା, ପ୍ରଭୁ ମୋ ପାଖରେ କିଛି ନାହିଁ, ମୋତେ ଧନ ଦରକାର। ତ କୃଷ୍ଣ ହସିକରି କହିଲେ, ତୁମ ପାଖରେ ଯାହା ଅଛି ତୁମେ ତା'ର ମୂଲ୍ୟ ହିଁ ବୁଝିନାହ। ତ ଗରିବ ବ୍ୟକ୍ତି ଜଣକ କହିଲା, ପ୍ରଭୁ ମୋ ପାଖରେ କ'ଣ ଅଛି? ତ ପ୍ରଭୁ କହିଲେ, ଠିକ୍ ଅଛି, ତୁମେ ତୁମର ଆଖି ଦୁଇଟି ଦେଇଦିଅ, ମୁଁ ତୁମକୁ ସୁନା ଦେବି। ତ ଗରିବ ବ୍ୟକ୍ତି ଡରିଗଲା, କହିଲା, ପ୍ରଭୁ ମୋ ଆଖି ଦୁଇଟି ମୁଁ ଆପଣଙ୍କୁ କେମିତି ଦେଇପାରିବି? ତ କୃଷ୍ଣ କହିଲେ, ଠିକ୍ ଅଛି, ତୁମେ ତୁମର ହାତ ଦୁଇଟି ଦେଇଦିଅ। ତ ଗରିବ ବ୍ୟକ୍ତି ଆହୁରି ଡରିଗଲେ, ପ୍ରଭୁ ମୁଁ ମୋ ହାତ ଦୁଇଟି ଯଦି ଆପଣଙ୍କୁ ଦେଇଦେବି ତାହେଲେ ମୁଁ କେମିତି ବଞ୍ଚିବି? ତ କୃଷ୍ଣ କହିଲେ, ଠିକ୍ ଅଛି, ତୁମେ ତୁମ ଗୋଡ଼ ଦୁଇଟି ଦେଇଦିଅ। ତ ଗରିବ ବ୍ୟକ୍ତି ଜଣକ ଆହୁରି ଡରିଗଲେ, ପ୍ରଭୁ ମୁଁ ଯଦି ଗୋଡ଼ ଦୁଇଟି ଦେଇଦେବି ତାହେଲେ ମୁଁ ଖାଇବି, ପିଇବି, ବଞ୍ଚିବି, ରୋଜଗାର କଲେ କିନା ଖାଇବି, ତ କେମିତି ବଞ୍ଚିବି? ତ ପ୍ରଭୁ କହିଲେ, ଯଦି ତୁମ ପାଖରେ ତୁମ ହାତ ଅଛି, ତୁମ ଗୋଡ଼ ଅଛି, ତୁମ ଆଖି ଅଛି, ତେବେ ତୁମ ପାଖରେ କିଛି ନାହିଁ ବୋଲି ତୁମେ କେମିତି କହୁଛ? ଯଦି ଗୋଟେ ମଣିଷ ପାଖରେ ତା ଗୋଡ଼, ହାତ, ମସ୍ତିଷ୍କ ସବୁ ଅଛି, ସେଇଟା ହେଉଛି ସେ ମଣିଷର ସର୍ବୋତ୍ତମ ଧନ। ପକେଟରେ ପଇସା ମଣିଷର ସର୍ବୋତ୍ତମ ଧନ ନୁହେଁ। ମଣିଷର ସର୍ବୋତ୍ତମ ଧନ ହେଲା ମଣିଷର ଆଖି, ମଣିଷର ଗୋଡ଼, ମସ୍ତିଷ୍କ, ମଣିଷର ହାତ, ମସ୍ତିଷ୍କ, ହୃଦୟ, ସେଇଟା ହେଉଛି ମଣିଷର ପ୍ରକୃତ ଧନ। ଯେ ତାକୁ ବୁଝିପାରିଛି ସେ ଦୁନିଆ ତିଷ୍ଠି ପାରିଛି।